ସ୍ୱାଧୀନତା ଦିବସ 2026 ଉପଲକ୍ଷେ ସୁନ୍ଦର ସରଳ ଏବଂ ସଂକ୍ଷିପ୍ତ ଓଡ଼ିଆ ଭାଷଣ ସ୍ୱାଧୀନ ଭାରତରେ ଛାତ୍ରଛାତ୍ରୀଙ୍କ ଭୂମିକା। ସମ୍ମାନନୀୟ ସଭାପତି ମହୋଦୟ, ଜ୍ଞାନ ଗୁଣରେ ଗରିୟାନ ତଥା ନୀତି ଆଦର୍ଶରେ ଗଢ଼ା ମୋର ପୂଜ୍ୟ ଗୁରୁଜୀ ଓ ଗୁରୁମା ବୃନ୍ଦ, ଉପସ୍ଥିତ ସାନ ବଡ଼ ଭାଇ ଓ ଭଉଣୀମାନେ, ଆଜିର ଆୟୋଜିତ ସଭାରେ ସ୍ୱାଧୀନ ଭାରତରେ ଛାତ୍ରଛାତ୍ରୀଙ୍କ ଭୂମିକା ବିଷୟବସ୍ତୁ ଆଧାରରେ ମୁଁ ମୋର ସଂକ୍ଷିପ୍ତ ବକ୍ତବ୍ୟ ରଖିବାକୁ ଯାଉଛି। ଛାତ୍ର ଜୀବନ ହେଉଛି ସାଧନାର ଜୀବନ। ପରାଧୀନ ଭାରତରେ ଛାତ୍ର ସମାଜ ଦେଶକୁ ଆଜାଦ କରିବା ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସିଥିଲେ, କିନ୍ତୁ ଆଜିର ସ୍ୱାଧୀନ ଭାରତରେ ଛାତ୍ରଛାତ୍ରୀଙ୍କ କର୍ତ୍ତବ୍ୟ ଓ ଭୂମିକା ସମ୍ପୂର୍ଣ୍ଣ ଭିନ୍ନ। ଆଜି ଆମକୁ ଦେଶ ପାଇଁ ମରିବାକୁ ପଡ଼ିବ ନାହିଁ, ବରଂ ଦେଶ ପାଇଁ ଜୀଇବାକୁ ଏବଂ ଦେଶର ବିକାଶରେ ଭାଗୀଦାର ହେବାକୁ ପଡ଼ିବ। ଛାତ୍ରଛାତ୍ରୀମାନେ ହେଉଛନ୍ତି ଦେଶର ଭବିଷ୍ୟତ, ଭାଗ୍ୟ ନିର୍ମାତା। ଆଜିର ଛାତ୍ର ଆସନ୍ତାକାଲିର ପ୍ରଶାସକ, ଡାକ୍ତର, ଇଞ୍ଜିନିୟର, ବୈଜ୍ଞାନିକ। ସେଥିପାଇଁ ଏକ ଶକ୍ତିଶାଳୀ ଭାରତ ଗଢ଼ିବାରେ ଛାତ୍ରଛାତ୍ରୀଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଶିକ୍ଷା ହେଉଛି ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର, ଯାହାଦ୍ୱାରା ଆମେ ବିଶ୍ୱକୁ ବଦଳାଇ ପାରିବା। ଉକ୍ତ ଉକ୍ତିଟି ନେଲସନ ମାଣ୍ଡେଲାଙ୍କର। ସ୍ୱାଧୀନ ଭାରତରେ ଛାତ୍ରଛାତ୍ରୀଙ୍କର ମୁଖ୍ୟ ଭୂମିକା ହେଉଛି ଭଲ ଭାବରେ ପାଠ ପଢ଼ି ନିଜକୁ ଜଣେ ସୁନାଗରିକ ଭାବରେ ଗଢ଼ି ତୋଳିବା, ସମାଜରୁ ଅନ୍ଧବିଶ୍ୱାସ, କୁସଂସ୍କାର ଦୂର କରିବା, ନୂତନ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇ ଦେଶର ଆର୍ଥିକ ଓ ବୈଷୟିକ ଉନ୍ନତି କରିବା, ଗଛ ଲଗାଇବା, ପ୍ଲାଷ୍ଟିକ ବ୍ୟବହାର କମାଇବା ପାଇଁ ଲୋକମାନଙ୍କୁ ସଚେତନ କରିବା ଓ ପରିବେଶକୁ ସ୍ୱଚ୍ଛ ରଖିବା ଏବଂ ଶାନ୍ତି, ମୈତ୍ରୀ ଓ ଆଞ୍ଚଳିକ ଏକତା ବଜାୟ ରଖିବା। ଛାତ୍ରଛାତ୍ରୀମାନେ ହେଉଛନ୍ତି ଆଜିର ସାଧକ ଓ ଆସନ୍ତାକାଲିର ନାୟକ। ସ୍ୱାମୀ ବିବେକାନନ୍ଦଙ୍କ ଭାଷାରେ, ଉଠ, ଜାଗ୍ରତ ହୁଅ ଏବଂ ଅଭୀଷ୍ଟ ଲକ୍ଷ୍ୟରେ ନ ପହଞ୍ଚିବା ଯାଏ ଅଟକି ଯାଅ ନାହିଁ। ଆସନ୍ତୁ ଆମେ ସମସ୍ତେ ପ୍ରତିଜ୍ଞା ନେବା ଯେ ନିଜର ଶ୍ରମ, ନିଷ୍ଠା ଓ ସଦ୍ଗୁଣ ଦ୍ୱାରା ଆମେ ଭାରତକୁ ବିଶ୍ୱଗୁରୁ ଆସନରେ ବସାଇବା ପାଇଁ ନିରନ୍ତର ଚେଷ୍ଟା କରିବା। ଏତିକି କହି ମୁଁ ମୋର ବକ୍ତବ୍ୟ ଶେଷ କରୁଛି। ଜୟ ହିନ୍ଦ, ଜୟ ଭାରତ। ଆଶା କରୁଛି ଭିଡ଼ିଓଟି ପସନ୍ଦ ଆସିଥିବ, ଆଉ କମେଣ୍ଟରେ ନିଶ୍ଚିତ ଜୟ ହିନ୍ଦ ବୋଲି ଲେଖିବେ। ଭାଷଣଟି ପସନ୍ଦ ଆସିଥିଲେ କମେଣ୍ଟରେ ଜୟ ହିନ୍ଦ ନିଶ୍ଚିତ ଲେଖିବେ। ଥ୍ୟାଙ୍କ ୟୁ।